ମୁଁ ଆଜି ଆପଣମାନଙ୍କୁ ପିଜ୍ଜାର ସସ୍ ବନେଇକି ଦେଖେଇବି। ସେଥିପାଇଁ ମୁଁ ଟିକେ ଗୋଟେ ପ୍ୟାନ୍ ନେଇଯାଇଛି, ସେଥିରେ ମୁଁ ପାଣି ନେଇଯିବି। ପାଣି ତା ସହିତ ଶୁଖିଲା ଲଙ୍କା ଆଉ ଟମାଟୋ ସେଥିରେ ଦେଇକି କେବଳ ସିଝେଇ ନେବି ଟମାଟୋକୁ। ଟମାଟୋ ମୁଁ ବେଶୀ ସମୟ ସିଝେଇବିନି, ସେତିକି ସମୟ ସିଝେଇବି ଯେତିକି ସମୟରେ ଟମାଟୋରୁ ଚୋପା ବାହାରି ଯାଉଥିବ। ଟମାଟୋ ଅଧିକ ସିଝେଇ ଦେଲେ ପିଜ୍ଜାର ସସ୍ ଭଲ ବନେନି, ସେଥିପାଇଁ ଯେମିତି ଚୋପା ବାହାରୁଥିବ ସେଇ ହିସାବରେ ଟମାଟୋକୁ ସିଝେଇ ନେବେ। ତାପରେ ମୁଁ ଏଠି ଗୋଟେ କରେଇ ବସେଇ ନେଲି, ସେଥିରେ ମୁଁ ତେଲ ଦେଇଦେଲି। ତେଲ ଗରମ ହେଲା ପରେ ପିଆଜ ଦେଇଦେଲି। ପିଆଜ ଦେଇକି ପ୍ରଥମେ ଭାଜି ନେବି, ତାପରେ ମୁଁ ରସୁଣ ଦେଇକି ଭାଜି ନେବି। ରସୁଣକୁ ମୁଁ ହାଲକା ଭାଜିବି, କିଛି ସମୟ ରସୁଣକୁ ପୋଡ଼ିଲା ଭଳି ଭାଜିବିନି। ତାପରେ ଏଠି ଟମାଟୋ ସିଝିଗଲା ପରେ ମୁଁ ବାହାର କରି ନେଇଗଲି ଟମାଟୋ ଶୁଖିଲା ଲଙ୍କା, ଚୋପା ଛଡ଼େଇ ନେବି। ଚୋପା ଛଡ଼େଇ ନେଲା ପରେ ତାପରେ ମୁଁ ତାର ପେଷ୍ଟ ବନେଇଦେବି। ପେଷ୍ଟ ବନେଇଲା ବେଳେ ଆମର କେବଳ ଟମାଟୋ ଶୁଖିଲା ଲଙ୍କା ଯେଉଁ ପିଆଜ ରସୁଣ ଭଜା ହେଇକି ରଖିଥିବ ଆଉ ଲୁଣ ଯେତିକି ଦରକାର ଲୁଣ ସେଇ ହିସାବରେ ଦେଇକି ପେଷ୍ଟ ବନେଇ ନେବେ। ତାପରେ ମୁଁ ଏଠି ଗୋଟେ କରେଇ ବସେଇ ନେଲି, ସେଥିରେ ମୁଁ ତେଲ ଆଉ ବଟର ଦେଇଦେଲି। ବଟର ଦେଲେ ସସ୍ର ଟେଷ୍ଟ ଆହୁରି ବଢ଼ିଯିବ। ତାପରେ ଟିକେ ହଳଦୀ ଦେଇଦେଲି କଲର୍ ପାଇଁ। ତାପରେ ଯେଉଁ ପେଷ୍ଟ କରି ରଖିଥିଲି ଟମାଟୋକୁ ସେଥିରେ ଦେଇକି ମୁଁ କିଛି ସମୟ ଏମିତି ଫୁଟେଇ ନେବି। ଟିକେ ପାଣି ମରିଗଲେ ତାପରେ ଗୋଟେ ଜାଗାକୁ କାଢ଼ିକି ରଖିନେବି। ଆମର ବନିଗଲା ପିଜ୍ଜା ସସ୍।